ଲୁହା କଢ଼େଇରେ ତ ରନ୍ଧା ହେବା କଥା ନୁହଁ, କିନ୍ତୁ ସବୁବେଳେ ତ ଏଠି ମାଟି ହାଣ୍ଡିରେ ରନ୍ଧା ହେଉଛି। ଯଦି ଲୁହା କଢ଼େଇରେ କୌଣସି ପ୍ରକାର ରନ୍ଧା ହେବାର କୌଣସି ନଜର ଆସେ ତାହେଲେ ନିଶ୍ଚିତ ଭାବରେ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାଇଁ ଲୁହା କଢ଼େଇ ରନ୍ଧା ହେଉନଥିଲା କେବେ, ବର୍ତ୍ତମାନ ବି ରନ୍ଧା ହେଉଛି ବୋଲି ମୁଁ ଆଶା କରୁନି। ମାଟି ପାତ୍ର ବର୍ତ୍ତମାନ ଘଟଣା ହେଉଛି ଲୁହାର କୌଣସି ପ୍ରଚଳନ ହିଁ ମନ୍ଦିରରେ ନଥିଲା, ସବୁ ମାଟି ପାତ୍ରରେ କରାଯାଉଥିଲା। କିନ୍ତୁ ସମୟକ୍ରମେ ମାଟି ପାତ୍ରର ବହୁତ ମାନେ ଅସୁବିଧା ହେଲା, ଯାହାକି ମାନେ ଆଉ ଆଜି ଦିନରେ ସେଇ ମାଟି ପାତ୍ର ନାହିଁ ଯେଉଁ ମାଟି ପାତ୍ର ଆଜିକି 100 ବର୍ଷ ତଳେ 200 ବର୍ଷ ତଳେ ଥିଲା। ବର୍ତ୍ତମାନ ମାଟି ପାତ୍ର ଫାଟି ଯାଉଛି, ଭାଙ୍ଗି ଯାଉଛି, ଏହିସବୁ ଅସୁବିଧା ସକାଶେ ବର୍ତ୍ତମାନ କେବଳ ପିଠା ପାଇଁକା ତଇ ବା ଇଏ ବ୍ୟବହାର କରାଯାଉଛି, ତା ଛଡ଼ା ଆଉ ବାକି ସବୁ ମାଟି ପାତ୍ର ହେଉଛି। ନାଇଁ ଡେଫିନେटली ଫାର୍ଷ୍ଟ ତ ମୁଁ ସବୁ ଆମର जो ସୁଆର ମହାସୁଆର ଏବଂ ସମସ୍ତ ଜଡ଼ିତ ନିଯୋଗ ସେବାୟତମାନଙ୍କୁ ଧନ୍ୟବାଦ ଦେବି। ତାଙ୍କ ସହଯୋଗରେ ଆନନ୍ଦ ବଜାରରେ ଆମେ ଶୃଙ୍ଖଳା କିଛି ମାତ୍ରାରେ ଆଣିବା ପାଇଁ ଆମେ ତାକୁ ଆଣିପାରିଛୁ। ଏବଂ ତତ୍ସହିତ ଆମର ଯାହା କିଛି ଏମିତି ନୋଟିସ୍କୁ ଆସିଥିଲା କି ଆମର ରୋଷ ଭିତରେ ଯାହା କିଛି ଇସ୍ୟୁଜ୍ ଥିଲା ଇନକ୍ଲୁଡ଼ିଂ କଡ଼େଇର ଇସ୍ୟୁ, ତ ତା ଦେହରେ ଆମର ଯେଉଁ ସମ୍ପୃକ୍ତ ଦାୟିତ୍ୱରେ ଥିବା ଆମର ସେବାୟତ ଅଛନ୍ତି, ଆମର ପାଳିଆ ମହାସୁଆର କୁହନ୍ତୁ, ରୋଷ ଅମିନ କୁହନ୍ତୁ କିମ୍ବା ଆମର ତଳୁଚ, ଯାହାର ବିଭିନ୍ନ ଦାୟିତ୍ୱ ଅଛି, ତ ସମସ୍ତଙ୍କୁ ଅବଗତ କରାଯାଇଛି କି ଯଦି ଏଭଳି କୌଣସି ନିୟମ ବିୟଣ୍ଡ ଯଦି କିଛି କାର୍ଯ୍ୟ ହେଇଥିବ ତାକୁ ତୁରନ୍ତ ସଂଶୋଧନ କରିବେ ଏବଂ ଆମର ଯାହା ଜଗନ୍ନାଥ ସଂସ୍କୃତିରେ ଯାହା ଧାର୍ଯ୍ୟ ଅଛି ସେଇ ପ୍ରୋସେସରେ ହିଁ ଆମର ରୋଷ ଚାଲୁ ବୋଲି ସେ ଦିଗରେ ସେମାନଙ୍କୁ ଅଲରେଡ଼ି ଲିଖିତରେ ବି ଅବଗତ କରାଯାଇଛି ଏବଂ ଆଶା କରିବା କି ସମସ୍ତଙ୍କ ସହଯୋଗରେ ତାକୁ ଇମିଡ଼ିଏଟଲି କମ୍ପ୍ଲାଏନ୍ସ ମଧ୍ୟ ହେବ।